चरणारविन्दं जन्मान्धम् अज्ञानतिमिरनाशनं सत्यप्रकाशमुरारी। जय जगन्नाथ। ନୀଳକନ୍ଧରର ରତ୍ନସିଂହାସନରୁ କୃପା କୈବଲ୍ୟ ବାଣ୍ଟୁଥିବା କାଳିଆ ସାଆନ୍ତାଙ୍କର ଅଭୟ ପଦ୍ମପାଦରେ ଅନନ୍ତ କୋଟି ଦଣ୍ଡବତ ପ୍ରଣାମ। ସଦା ସର୍ବଦା ନିଜର ଲୀଳାସଙ୍ଗୀମାନଙ୍କ ସହ ଧରାଧାମକୁ ଆସି ତାହା ପୁଣି ବିଭିନ୍ନ ଅବତାରମାନ ନେଇ ଭକ୍ତ ଆଶ୍ରିତ ଶରଣାଗତର ଜୀବନକୁ ଚରିତାର୍ଥ କରିଥାନ୍ତି ବଡ଼ ଠାକୁର। ଏହି ଲୀଳାସଙ୍ଗୀଙ୍କ ରୂପ କେଉଁ କାଳରେ ଋଷି ତ କେଉଁ କାଳରେ ବାନର, ପୁଣି କେଉଁ କାଳରେ ପ୍ରାଣପ୍ରିୟ ସଖା ତ ପୁଣି କେଉଁ କାଳରେ ପଞ୍ଚସଖା। ଜୀବନର ପ୍ରତ୍ୟେକଟି ଆଗତ ଭବିଷ୍ୟ ଓ ବର୍ତ୍ତମାନକୁ ନିଜର ଭବିଷ୍ୟବାଣୀ ମାଧ୍ୟମରେ ଦୀର୍ଘ 600 ବର୍ଷ ପୂର୍ବରୁ ସମାଜକୁ ଉଦ୍ବୋଧିତ କରି ଆସିଛନ୍ତି ଏହି ପଞ୍ଚସଖାମାନେ। ପୂର୍ବ ଅଧ୍ୟାୟରେ ଆମେ ଏହି ପଞ୍ଚସଖାଙ୍କ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନ ଠାରୁ ଆମେ ପ୍ରତ୍ୟେକ ସଖାଙ୍କ ବିଷୟରେ ଗୋଟିଏ ଗୋଟିଏ ଅଧ୍ୟାୟରେ ଜାଣିବା। ତେଣୁ ଏହି ସଂସାରର ପ୍ରାଣଦାତା ଓଡ଼ିଆ ଘରର ମେରିଖୁଣ୍ଟ ପ୍ରଭୁ କାଳିଆ ସାଆନ୍ତଙ୍କୁ ଧ୍ୟାନ କରି ଓଡ଼ିଆ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ଅରୁ ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ବିଷୟରେ ଆସନ୍ତୁ ସମସ୍ତେ ଶ୍ରବଣ କରିବା। ଯୁଗ ପୁରୁଷ ଭବିଷ୍ୟଦ୍ରଷ୍ଟା ତଥା ଗୋଲୋକ ଧାମରୁ ରାଧାକୃଷ୍ଣଙ୍କର ନିତ୍ୟ ରହାସରୁ ଜାତ ହୋଇଥିବା ପଞ୍ଚସଖାମାନଙ୍କ ମଧ୍ୟରୁ ସର୍ବକନିଷ୍ଠ ସଖା ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ଅଚ୍ୟୁତାନନ୍ଦ ମହାପୁରୁଷ କଳିହତ ମାନବର ହର୍ତ୍ତା କର୍ତ୍ତା ଦୈବ ବିଧାତା ଥିଲେ। 36ଟି ସଂହିତା, 78ଟି ଗୀତା, 100ଟି ମାଳିକା, ଏହିପରି 1,60,000 ଗ୍ରନ୍ଥର ରଚୟିତା ମହାପୁରୁଷ ଅଚ୍ୟୁତାନନ୍ଦ ଅଯୋନି ସମ୍ଭୂତ ଅଟନ୍ତି। ଅର୍ଥାତ୍ ପିତାର ବୀର୍ଯ୍ୟରୁ ମାତାର ଯୋନି ମଧ୍ୟ ଦେଇ ଜାତ ହୋଇନାହାନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ। କାରଣ ଚିନ୍ମୟ ଶରୀରୀ ସେମାନଙ୍କର ନା ଜନ୍ମ ହୋଇଥାଏ ନା ଶରୀରକୁ ଅଗ୍ନି ସ୍ପର୍ଶ କରିପାରିଥାଏ। ପଞ୍ଚଦଶ ଶତାବ୍ଦୀର କାଳିମାକୁ ବିନାଶ କରିବାକୁ 1510 ଖ୍ରୀଷ୍ଟାବ୍ଦରେ ପବିତ୍ର ମାଘ ମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଆବିର୍ଭାବ ହେଲେ ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ଆସନ୍ତୁ ମହାପୁରୁଷଙ୍କର ଜନ୍ମ ବୃତ୍ତାନ୍ତ ବିଷୟରେ ଶ୍ରବଣ କରିବା। ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଅବତାର କେବଳ ଯେ ଏହି କଳିଯୁଗରେ କଳିହତ ମାନବର ଉଦ୍ଧାର ପାଇଁ ତାହା ନୁହେଁ, ବରଂ 4 ଯୁଗରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର 4 ବ୍ରହ୍ମମୟ ଅବତାର ସହ 4ଟି ରୂପରେ ଆବିର୍ଭାବ ହୋଇଥିଲେ। ଯଥା ସତ୍ୟକୃପାଜଳ, ତ୍ରେତୟାରେ ନଳ, ଦ୍ୱାପରେ ସୁଦାମ ମୁହିଁ, କଳିଯୁଗେ ନାମ ଅଚ୍ୟୁତ ମୋହର, ଆସରା ନେମାଳ ଭୂଇଁ। ଅର୍ଥାତ୍ ମହାପୁରୁଷଙ୍କର ଲୀଳା ସତ୍ୟଯୁଗରେ ମହାପ୍ରଭୁ ନୃସିଂହଙ୍କ ସହ ମହର୍ଷି କୃପାଜଳଙ୍କ ରୂପରେ, ତ୍ରେତୟାରେ ରାମଚନ୍ଦ୍ରଙ୍କ ସହ ନଳଙ୍କ ରୂପରେ, ଦ୍ୱାପରେ କୃଷ୍ଣଙ୍କ ସହ ସଖା ସୁଦାମଙ୍କ ରୂପରେ, ସର୍ବାନ୍ତେ କଳିରେ କାଳିଆ ସହ ଅଚ୍ୟୁତ ରୂପରେ ଲୀଳା କରିଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ। ପୁଣି ନିଜର ଜନ୍ମ ବିଷୟରେ ଜନ୍ମଲତା ଗ୍ରନ୍ଥରେ ଉଦ୍ଘୋଷଣା କଲେ ଯେ ତିଳକଣାରେ ମୁଁ ଜନମ ହୋଇଲି, କେହି ନ ଜାଣନ୍ତି ମୋତେ, ଅଗଣି ବୋଲି ତ ଡାକୁଥାନ୍ତି ମାତ, ଅନ୍ନ ନ ମିଳଇ ଘରେ। 10 ଜାନୁଆରୀ 1910 ଖ୍ରୀଷ୍ଟାବ୍ଦ ମାଘ ଶୁକ୍ଳ ଏକାଦଶୀର ପବିତ୍ର ପ୍ରହରରେ କଟକ ଜିଲ୍ଲା ନେମାଳ ଅଧୀନସ୍ଥ ତିଳକଣା ଗ୍ରାମରେ ଜ୍ୟୋତି ରୂପରେ ଆବିର୍ଭାବ ହେଲେ ମହାପୁରୁଷ ଅଚ୍ୟୁତାନନ୍ଦ। ଜନ୍ମଲତାରେ କହିଲେ ଅରୂପ ଦେହି ଅଯୋନି ଜାତ, ରୂପଲେଖ ନାହିଁ ନାମ ଅଚ୍ୟୁତ। ପିତା ଦୀନବନ୍ଧୁ ଖୁଣ୍ଟିଆ ଗଜପତି ପ୍ରତାପରୁଦ୍ର ଦେବଙ୍କ ଶାସନରେ ଖୁଣ୍ଟିଆ ପାହ୍ୟାରେ କାର୍ଯ୍ୟ କରୁଥିବାରୁ ତାଙ୍କୁ ଖୁଣ୍ଟିଆ ଆଖ୍ୟା ମିଳିଥିଲା। ପ୍ରକୃତରେ ଦୀନବନ୍ଧୁଙ୍କର ପ୍ରକୃତ ନାଁ ଥିଲା ଦୀନବନ୍ଧୁ ମହାନ୍ତି। ପୁଣି ଦୀନବନ୍ଧୁ ମହାନ୍ତିଙ୍କ ପିତାଙ୍କ ନାମ ଥିଲା ଗୋପୀନାଥ ମହାନ୍ତି। ଗୋପୀନାଥ ମହାନ୍ତି ଗଜପତି ପୁରୁଷୋତ୍ତମ ଦେବଙ୍କର ଉପଦେଶାକାର ବା ଛାମୁକରଣ ଭାବରେ କାର୍ଯ୍ୟ କରୁଥିଲେ। ରାଜକୃପାରୁ ବଞ୍ଚିତ ହୋଇ ଦୀନବନ୍ଧୁ ବହୁତ ଅଭାବ ଅନଟନରେ ବଞ୍ଚୁଥିଲେ। ଏପଟେ ସନ୍ତାନହୀନତାର ଅଭିଶପ୍ତ ଜୀବନ ପ୍ରତି ମୁହୂର୍ତ୍ତରେ କ୍ଷତାକ୍ତ କରୁଥାଏ ଦୀନବନ୍ଧୁ ଓ ପଦ୍ମାବତୀଙ୍କୁ। ବୟସର ଅପରାହ୍ନ ପ୍ରାୟ। ଦିନେ ଉଭୟ ପତି ପତ୍ନୀ ମହାପ୍ରଭୁଙ୍କର ଚରଣରେ ସନ୍ତାନଟିଏ ପାଇଁ ଯୋଗଜନ୍ମା ପୁରୁଷଙ୍କର ଆବିର୍ଭାବ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ଶୂନ୍ୟବାଣୀ ହେଲା ଦୀନବନ୍ଧୁଙ୍କୁ, ହେ ଦୀନବନ୍ଧୁ, ଲଭତୁ ବାଳକ, କିଛି ଯେ କାଳକ, ମନରେ କଳ୍ପନା ପାଅ, କାଲି ପ୍ରଭାତରେ ସକାଳ ଧୂପରେ ଗରୁଡ଼ ପଛକୁ ଚାହଁ। ରାତି ପାହି ସକାଳ ହେଲା, ଦୌଡ଼ିଲେ ଦୀନବନ୍ଧୁ ଶ୍ରୀମନ୍ଦିରକୁ। ଗରୁଡ଼ ପଛରେ ଠିଆ ହେଲେ। ସକାଳ ଧୂପ ସମୟରେ ଠିଆ ହୋଇ ହାତ ପତେଇ ଦେଲେ ଦୀନବନ୍ଧୁଙ୍କୁ। ଦେଖୁଛନ୍ତି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏକ ଦିବ୍ୟ ଶିଶୁ ଖେଳୁଛି। ପୁଣି ଶୂନ୍ୟବାଣୀ ହେଲା, ହେ ଦୀନବନ୍ଧୁ, ଦେଖୁଛୁ ଯେ ସୁତ, ତୋତେ ସେ ପ୍ରାପତ, ଏହି ସନ୍ତାନକୁ ତୋ କୋଳରେ ତୁ ଧରିବୁ ନିଶ୍ଚିତ। ଏହା କହି ଜ୍ୟୋତି ରୂପରେ ପଦ୍ମାବତୀର ଗର୍ଭରେ
ସ୍ଥାପନ କଲେ ମହାପ୍ରଭୁ ଏହି ସନ୍ତାନଟିକୁ। ଅତି ବୃଦ୍ଧା ବୟସରେ ପିତାମାତା ହେବାର ଦିବ୍ୟ ସୌଭାଗ୍ୟ ପାଇଲେ ଦୀନବନ୍ଧୁ ଓ ପଦ୍ମାବତୀ। ସ୍ନେହଭରା କଣ୍ଠରେ ପୁଅକୁ ଟାଣି ଅଗଣି ବୋଲି ଡାକନ୍ତି ପଦ୍ମାବତୀ। କାରଣ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କର ଜାତକ ଗଣନା କରାଯାଇ ନଥିଲା। ପିଲାଦିନୁ ଦାରିଦ୍ର୍ୟର କଷାଘାତରେ ପୀଡ଼ିତ ଥିଲେ ମହାପୁରୁଷ ଅଚ୍ୟୁତାନନ୍ଦ। ପୁଣି ସେ ନିଜେ କହିଲେ, ଅନ୍ନବସ୍ତ୍ର ଛାଡ଼ି ଆଉ ଯେତେ ସୁଖ ଖଟିଥାନ୍ତି ପାଶେ ଆସି, କର୍ମ କଷଣ ମୁଁ କାହା ଆଗେ କହିବି, ବଞ୍ଚିଥାଇ ଦିବା ନିଶି। ମହାପୁରୁଷ ଅଚ୍ୟୁତାନନ୍ଦ ବାଲ୍ୟକାଳରେ ଅତ୍ୟନ୍ତ ଦୁଃଖ ଓ କଷ୍ଟର ସହିତ ନିଜର ବାଲ୍ୟାବସ୍ଥାକୁ ଅତିବାହିତ କରିଛନ୍ତି। ଅନ୍ନ ନାହିଁ, ବସ୍ତ୍ର ନାହିଁ, ଘରେ ଖାଇବାକୁ ପିଇବାକୁ ଅନେକ ଅସୁବିଧା। କାରଣ ପିତାଙ୍କର କୌଣସି ରୋଜଗାରର ମାଧ୍ୟମ ନଥିଲା ଏବଂ ପିତା ଏପଟେ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚିଛନ୍ତି। ଏବେ ଆସନ୍ତୁ ଶୁଣିବା ମହାପୁରୁଷଙ୍କର ଶୈଶବ ଅବସ୍ଥା। ଶୈଶବ କାଳରେ ଅଗଣିର ପାଠ ଭଲ ହେଉନଥିଲା। ବାପା ମା ଏପଟେ ବାର୍ଦ୍ଧକ୍ୟ ଅବସ୍ଥା। ତଥାପି ମହାପ୍ରଭୁଙ୍କର ଦର୍ଶନ କରାଇ ବିଦ୍ୟା ପ୍ରାପ୍ତିର ଆଶୀର୍ବାଦ ପାଇବା ଆଶାରେ ଶ୍ରୀକ୍ଷେତ୍ରକୁ ନେଇଗଲେ ବାପା ଦୀନବନ୍ଧୁ ପୁଅ ଅଗଣିକୁ 8 ବର୍ଷ ବୟସରେ। ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କଲେ। ପ୍ରେମମୟ ଚିତ୍ତରେ ଉନ୍ମତ୍ତ ହୋଇ ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ସହ ଭେଟ ହେଲେ ଆଜି ଅଗଣି। ଦର୍ଶନ ସାରି ଜନ୍ମମାଟି ତିଳକଣାକୁ ଫେରି ଆସିଲେ ଅଗଣି। ବୟସ 9 ବର୍ଷ ବୟସ। ପିତାଙ୍କ ଦେହାନ୍ତ ହୋଇଗଲା। ଅଭାବୀ ସଂସାର ତାଙ୍କୁ 9 ବର୍ଷ ବୟସରେ ଗୋପାଳ ସଜେଇ ଦେଲା। ଏହି ଗୋପାଳନ କରିବା ସମୟରେ ସେହି ସ୍ଥାନର ଜଣେ ବ୍ୟକ୍ତି ଏକ ବଖରା ଦେଲେ ଅଗଣିକୁ ରହିବା ପାଇଁ। ସେହି ବଖରା ଭିତରେ ଅନେକ ଗୁଡ଼, ମହୁ, ଘିଅ ଥିଲା। ଦିନେ ହଠାତ୍ ସେ ସବୁ ଚୋରି ହେଇଗଲା। ତେଣୁ ଚୋରିର ଆରୋପରେ ଅନେକ ମାଡ଼ ଖାଇ ସେ ସ୍ଥାନରୁ ପଳେଇ ଆସିଲେ ନେମାଳକୁ। ନେମାଳରେ ପହଞ୍ଚି ଗୋଟିଏ ବଟବୃକ୍ଷ ମୂଳରେ ବସି ଧ୍ୟାନ କରୁଥିଲେ ଅଚ୍ୟୁତାନନ୍ଦ। ହଠାତ୍ ସେହି ସମୟରେ ଗୋଟିଏ ଗୋପାଳ ତାଙ୍କ ଆଗରେ ନିଜର ଗାଈ ନେଇ ଘରକୁ ଫେରୁଥିଲା। ଘରକୁ ଫେରି ଯେତେବେଳେ ଗୋପାଳ ତା ଗାଈ ଦୁହିଁବାକୁ ଗଲା, ଦେଖିଲା କୌଣସି ଗାଈରୁ କ୍ଷୀର ବାହାରୁ ନାହିଁ। ହଠାତ୍ ଏକଥା ଗାଁ ସାରା ପ୍ରଚାର ହେଇଗଲା। କେହି ଜଣେ ଆସି ତାଙ୍କୁ କହିଲା, ବରଗଛ ମୂଳରେ ଯେଉଁ ପିଲାଟି ବସିଛି ତା ନଜରରୁ ଯେଉଁ ଗାଈ ଯାଉଛି ତାର କ୍ଷୀର ହେଉନାହିଁ। ରାଗିଗଲା ଗୋପାଳ। ଦୌଡ଼ିଗଲା ହାତରେ ପାଞ୍ଚଣ ଖଣ୍ଡେ ଧରି ଯୁବକ ଅଗଣି ପାଖକୁ। ଦେଖିଲା ଅଗଣି ବସିଥିବା ଗଛରୁ କ୍ଷୀର ବାହାରୁଛି। ଆଶ୍ଚର୍ଯ୍ୟ ହେଇଗଲା ଗୋପାଳ। ଜାଣିଲା ଏ ନିଶ୍ଚୟ ଜଣେ ସାଧକ। ଠିକ୍ ଏହି ସମୟରେ ଅଗଣି ସେ ଗୋପାଳକୁ କିଛି ନଡ଼ା ମାଗିଲେ ନିଜ ବସା କରିବା ପାଇଁ। କିନ୍ତୁ ହଁ କହିଦେଲା ଗୋପାଳ, କିନ୍ତୁ ଦେଲା ନାହିଁ ନଡ଼ା। ଯେହେତୁ ମିଥ୍ୟା କହିଲା ଗୋପାଳ, ଘରକୁ ଯାଇ ଦେଖିଲା ତା ବାଡ଼ିରେ ଆଉ ନଡ଼ା ନାହିଁ। ଏହି କଥା ଯାଇ ପହଞ୍ଚିଲା ଅଚ୍ୟୁତ ଖାଁ, ଯିଏକି ଥିଲେ ମୁସଲମାନ। ତାଙ୍କ ନିର୍ଦ୍ଦେଶରେ ଅଗଣି ବସିଥିବା ସ୍ଥାନରେ ଗୋମାଂସ, ହାଡ଼ ଇତ୍ୟାଦି ଫିଙ୍ଗାଗଲା। ତହୁଁ ଆରଦିନ ଦେଖିଲା ବେଳକୁ ସେସବୁ କଦଳୀପତ୍ରରେ ପରିଣତ ହୋଇଯାଇଛି। ଏପରି ଅଲୌକିକତା ଦେଖିଲା ପରେ ସେଠାକାର ହିନ୍ଦୁମାନେ ସେହି ସ୍ଥାନରେ ଶାଳଗ୍ରାମଙ୍କର ପୂଜା କରିବା ପାଇଁ ଚାହିଁଲେ, କିନ୍ତୁ ବିରୋଧ କଲେ ମୁସଲମାନମାନେ। କଥା ପଡ଼ିଲା ଯାଇ ଗାଁ ବୈଠକରେ। ଶେଷରେ ବୈଠକର ନିର୍ଯାସ ହେଲା ଯେ 12 ହାତର ଏକ ବାଉଁଶ ପୋତାଯିବ। ଯିଏ ଶୂନ୍ୟରେ ଯାଇ ବାଉଁଶ ଉପରେ ବସି ନିଜ ଇଷ୍ଟଦେବଙ୍କୁ ଧ୍ୟାନ କରିବ, ତାରି କଥା ହିଁ ସଦାସର୍ବଦା ରହିବ। ଚେଷ୍ଟା କରି ମଧ୍ୟ ମୁସଲମାନମାନେ ପାରିଲେ ନାହିଁ। କିନ୍ତୁ ମହାପୁରୁଷ ଅଚ୍ୟୁତ ଯାଇ ବାଉଁଶ ଉପରେ ବସି ଧ୍ୟାନ କରିବାକୁ ଲାଗିଲେ, ସେ ପୁଣି ଶୂନ୍ୟରେ। ତେଣୁ ଅଚ୍ୟୁତ ଖାଁ କହିଲେ, ଆଜିଠାରୁ ଏଠାରେ ଶାଳଗ୍ରାମଙ୍କର ପୂଜା ହେବ ଏବଂ ଗୋମାଂସ ଭକ୍ଷଣ ବନ୍ଦ ରହିବ। ସେହିଠାରେ ଆରମ୍ଭ ହେଲା ଖଞ୍ଜଣି ବାଦନ। ବେଳେ ଅଚ୍ୟୁତ ଖାଁଙ୍କର ପତ୍ନୀ ଅଚ୍ୟୁତଙ୍କ କଥା ଜାଣିଲେ। ତାଙ୍କୁ ଗୃହକୁ ନିମନ୍ତ୍ରଣ କଲେ କିଛି ଭୋଜନ କରିବା ପାଇଁ। କିନ୍ତୁ ପରୀକ୍ଷା ନେବା ପାଇଁ ଅଚ୍ୟୁତଙ୍କ ଖାଦ୍ୟ ଥାଳିରେ ପରଷା ଗଲା ଗୋମାଂସ। ଧ୍ୟାନ ବଳରେ ଜାଣିପାରିଲେ ମହାପୁରୁଷ ଅଚ୍ୟୁତ। ଅର୍ପଣ କରିଦେଲେ ମଣିମା କାଳିଆ ସାଆନ୍ତଙ୍କୁ। ଭକ୍ତର ଆତୁର ପ୍ରାର୍ଥନା ଫଳସ୍ୱରୂପ ଗୋମାଂସକୁ ପରିବର୍ତ୍ତନ କରିଦେଲେ ମହାପ୍ରଭୁ ଅବଢ଼ା ମହାପ୍ରସାଦରେ। ଏହିପରି ଆଚମ୍ବିକ ପରିବର୍ତ୍ତନ ଦେଖି ପାଦତଳେ ପଡ଼ି କ୍ଷମା ମାଗିଲେ ଅଚ୍ୟୁତ ଖାଁ ଓ ତାଙ୍କର ପତ୍ନୀ। ସେହି ଦିନଠାରୁ ସଦାସର୍ବଦା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପରମ ଶିଷ୍ୟ ଏବଂ ଶିଷ୍ୟା ରୂପରେ ପରିଗଣିତ ହୋଇଗଲେ ଅଚ୍ୟୁତ ଖାଁ ଏବଂ ତାଙ୍କ ପତ୍ନୀ। ବର୍ତ୍ତମାନ ଆସନ୍ତୁ ଜାଣିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର କାଳଜୟୀ ରଚନା ହରିବଂଶ ପୁରାଣର ଆବିର୍ଭାବ ବିଷୟରେ।
ଅନେକ ପରୀକ୍ଷା ଦେଇ ଦେଇ ଶୈଶବାବସ୍ଥାରୁ ଯୁବାବସ୍ଥାରେ ପହଞ୍ଚିଲେ ମହାପୁରୁଷ ଅଚ୍ୟୁତାନନ୍ଦ। ଜୀବନ କାଳରେ ଅନେକ ସ୍ଥାନ ପରିଭ୍ରମଣ କରି ଶେଷରେ ଫେରି ଆସିଛନ୍ତି କାଳିଆ ସାଆନ୍ତଙ୍କ ଶ୍ରୀଚରଣକୁ। ଶ୍ରୀକ୍ଷେତ୍ରରେ ଆସି ଆଶ୍ରୟ ନେଲେ ସୁଧା ମା ବୋଲି ଜଣେ ବିଧବା ବ୍ରାହ୍ମଣୀଙ୍କ ପାଖରେ। ସୁଧା ମା ପ୍ରତ୍ୟେକ ଦିନ ବଟ ଗଣେଶ ପାଖରେ ଜଗନ୍ନାଥ ଦାସଙ୍କ ପାଖରୁ ଭାଗବତ ଶୁଣୁଥିଲେ। ଯେତେବେଳେ ଯୁବକ ଅଚ୍ୟୁତାନନ୍ଦ ସୁଧା ମାଙ୍କ ପାଖରେ ପହଞ୍ଚିଲେ, ସେତେବେଳେ ସୁଧା ମା ଆସନ୍ତାକାଲି କ'ଣ ଭାଗବତ ଶୁଣିବେ ତାହା ଅଚ୍ୟୁତାନନ୍ଦ ପୂର୍ବ ଦିନରୁ ସୁଧା ମାଙ୍କୁ ଶୁଣାଇ ଦେଉଥିଲେ। ଯେତେବେଳେ ସୁଧା ମା ଏକଥା ଜଗନ୍ନାଥ ଦାସଙ୍କୁ ଜଣାଇଲେ, ଜଗନ୍ନାଥ ଦାସ ତାଙ୍କୁ ପରୀକ୍ଷା କରିବା ପାଇଁ କହିଲେ। ପରୀକ୍ଷା କରାଗଲା ବଟ ଗଣେଶଙ୍କ ନିକଟରେ। ପରୀକ୍ଷକ ଜଗନ୍ନାଥ ଦାସ ଏବଂ ପରୀକ୍ଷାର୍ଥୀ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ଉତ୍ତୀର୍ଣ୍ଣ ହେଲେ ପରୀକ୍ଷାରେ। ଉତ୍ତୀର୍ଣ୍ଣ ହେବା କାରଣରୁ ମହାପୁରୁଷ ଜଗନ୍ନାଥ ଦାସ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ନିଜ ପାଖରେ ରଖିଲେ। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ଜଗନ୍ନାଥ ଦାସଙ୍କ ପାଖରେ ରହି ଗଜପତିଙ୍କ ବିରୁଦ୍ଧରେ, ଲକ୍ଷ୍ମୀଙ୍କ ବିରୁଦ୍ଧରେ, ସର୍ବୋପରି ଜଗନ୍ନାଥ ପରୀକ୍ଷା କରାଗଲା ବଟ ଗଣେଶଙ୍କ ନିକଟରେ। ପରୀକ୍ଷକ ଜଗନ୍ନାଥ ଦାସ ଏବଂ ପରୀକ୍ଷାର୍ଥୀ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ। ଉତ୍ତୀର୍ଣ୍ଣ ହେଲେ ପରୀକ୍ଷାରେ। ଉତ୍ତୀର୍ଣ୍ଣ ହେବା କାରଣରୁ ମହାପୁରୁଷ ଜଗନ୍ନାଥ ଦାସ ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ ନିଜ ପାଖରେ ରଖିଲେ। କିନ୍ତୁ ଅଚ୍ୟୁତାନନ୍ଦ ମହାପୁରୁଷ ଜଗନ୍ନାଥ ଦାସଙ୍କ ପାଖରେ ରହି ଗଜପତିଙ୍କ ବିରୁଦ୍ଧରେ, ଲକ୍ଷ୍ମୀଙ୍କ ବିରୁଦ୍ଧରେ, ସର୍ବୋପରି ଏହି ଲେଖାଲେଖି କାରଣରୁ ମହାପୁରୁଷ ଅଚ୍ୟୁତାନନ୍ଦ ବିତାଡ଼ିତ ହେଲେ ମହାପୁରୁଷ ଜଗନ୍ନାଥ ଦାସଙ୍କ ପାଖରୁ। ସେଠାରୁ ଆସି ପହଞ୍ଚିଲେ ବଳରାମ ଦାସଙ୍କ ପାଖରେ। ଯେହେତୁ ବଳରାମ ଦାସ ବାର୍ଦ୍ଧକ୍ୟ ଅବସ୍ଥାରେ ପହଞ୍ଚି ସାରିଥିଲେ ଏବଂ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ଅନେକ କଷ୍ଟ କରୁଥିଲେ, ଅଚ୍ୟୁତାନନ୍ଦଙ୍କୁ ଭରଣ ପୋଷଣ କରିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଲେ। ବଳରାମ ଦାସଙ୍କ ପାଖରୁ ବାହାରି ପହଞ୍ଚିଲେ ଯାଇ ଜଣେ ଉତ୍କଳୀୟ ବୈଷ୍ଣବ ଦୀକ୍ଷାରେ ଦୀକ୍ଷିତ ମଧୁସୂଦନ ଚମାର ପାଖରେ। ତାଙ୍କ ପାଖରେ ରହି ନିଜର ଲେଖନୀ ମୂଲରୁ ନିର୍ଗତ କଲେ ନିର୍ମାଲ୍ୟ ପସରା ନାମକ ଗ୍ରନ୍ଥ। ଯାହା ଲେଖନ୍ତି ସମସ୍ତ ତାଳପତ୍ର ଗୁଡ଼ିକୁ ଫିଙ୍ଗି ଦିଅନ୍ତି ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ। ଲୋକମାନେ ଏହି ଲେଖା ବଡ଼ଦାଣ୍ଡକୁ ପାଇ ପଢ଼ନ୍ତି। ଧୀରେ 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 ଲେଖା ଯାଇ ପହଞ୍ଚିଲା ଗଜପତି ପ୍ରତାପରୁଦ୍ର ଦେବଙ୍କ ପାଖରେ। ଗଜପତି ପ୍ରତାପରୁଦ୍ର ଦେବଙ୍କ ବିରୁଦ୍ଧରେ ଲେଖା ଯାଇଥିବାରୁ ତାଙ୍କ ପାଇଁ ଦଣ୍ଡାଦେଶ ହେଲା। 16 କୋଶ ଦୂରକୁ ବର୍ତ୍ତମାନ ବିତାଡ଼ିତ ହେବେ ଯୁବକ ଅଚ୍ୟୁତାନନ୍ଦ ଦାସ। ବିତାଡ଼ିତ ହୋଇ 18 ନଳା ନିକଟରେ ଭେଟ ହେଲେ ରଣପୁର ରାଜା ଉଦ୍ଧବ ନରେନ୍ଦ୍ରଙ୍କ ସହ। ସାଙ୍ଗରେ ନେଇଗଲେ ନିଜ ରାଜନଅରକୁ। ଉଦ୍ଧବ ନରେନ୍ଦ୍ରଙ୍କର 3ଟି କୃତି ହେଉଛି 18 ନଳା, ଗୁଣ୍ଡିଚା ମନ୍ଦିର, ନାକଚଣା ଦ୍ୱାର ଏବଂ ନରେନ୍ଦ୍ର ପୋଖରୀ। ଉଦ୍ଧବ ନରେନ୍ଦ୍ରଙ୍କ ସହ ସର୍ତ୍ତ ରଖିଲେ ଅଚ୍ୟୁତାନନ୍ଦ ମହାପୁରୁଷ। ରାଣୀହାଂସପୁରରେ ରାଣୀଙ୍କୁ କହିଲେ, ଏ ରାଣୀ ଆସି ମହାପୁରୁଷ ଅଚ୍ୟୁତାନନ୍ଦଙ୍କୁ କହିଲେ, ଏ ମହାଭାଗ, ମୋର କୌଣସି ସନ୍ତାନ ନାହାନ୍ତି। ମୁଁ ଆପଣଙ୍କୁ ନିଜ ସନ୍ତାନ ରୂପେ ଗ୍ରହଣ କରିବା ପାଇଁ ଚାହୁଁଛି। ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ, ଯେଉଁଦିନ ଏହି ରାଜନଅରରେ କୌଣସି ସନ୍ତାନର କ୍ରନ୍ଦନ ଶୁଭିବ, ସେଦିନ ଆମେ ଏଠାରୁ ଚାଲିଯିବୁ। ସର୍ତ୍ତରେ ରାଜି ହେଲେ ରାଜା ଓ ରାଣୀ। ସେଠାରେ ରହି ଏକ ଗ୍ରନ୍ଥ ରଚନା କଲେ। ପ୍ରତ୍ୟେକ ଦିନ ଯେଉଁ ଗ୍ରନ୍ଥ ଲେଖନ୍ତି, ଯାହା ପଦ୍ୟ ପଦ୍ୟାବଳୀ ଲେଖନ୍ତି, ତାହା ରାଣୀଙ୍କୁ ପଢ଼ିବା ପାଇଁ ଦିଅନ୍ତି। ଏହିପରି ପ୍ରତ୍ୟେକ ଦିନ ଗ୍ରନ୍ଥର ପଦ୍ୟାବଳୀ ଲେଖା ପଢ଼ା ଚାଲିଥିବା ସମୟରେ ଦିନେ ଯେଉଁଦିନ ଗ୍ରନ୍ଥ ସମ୍ପୂର୍ଣ୍ଣ ହୋଇଗଲା, ରାଜନଅରରେ ଏକ ପୁତ୍ର ସନ୍ତାନର କୁଆଁ କୁଆଁ ରାବ ଶୁଭିଲା। ସର୍ତ୍ତ ହିସାବରେ ଅପୁତ୍ରୀ ଦୋଷରୁ ଉଦ୍ଧବ ନରେନ୍ଦ୍ରଙ୍କୁ ଉଦ୍ଧାର କରି ଫେରିଗଲେ ମହାପୁରୁଷ ଅଚ୍ୟୁତାନନ୍ଦ। ଯେଉଁ ଗ୍ରନ୍ଥର ପଠନ ଫଳରେ ରାଣୀ ସନ୍ତାନ ପ୍ରସବା ହେଲେ, ସେହି ଗ୍ରନ୍ଥ ହେଉଛି, ସେହି କାଳଜୟୀ ରଚନା ହେଉଛି ହରିବଂଶ ପୁରାଣ। ତେଣୁ ଆଜି ବି ଅନେକ ଘରେ ସନ୍ତାନ ପ୍ରାପ୍ତି ପାଇଁ ହରିବଂଶ ପାରାୟଣ କରାଯାଉଛି। ବର୍ତ୍ତମାନ ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ଆଉ ଏକ ଅଲୌକିକ ଲୀଳା ବିଷୟରେ ଆସନ୍ତୁ ଶ୍ରବଣ କରିବା। ରଣପୁରର ଉଦ୍ଧବ ନରେନ୍ଦ୍ରଙ୍କ ପାଖରୁ ପଳେଇ ଆସି ଚନ୍ଦନପୁରର ଏକ ଗାଦି ପାଖରେ ପହଞ୍ଚିଲେ ମହାପୁରୁଷ ଅଚ୍ୟୁତାନନ୍ଦ। ହଠାତ୍ କିଛି ଚୋର ଅଚ୍ୟୁତ ସେହି ଗାଦିରେ ରାତି ଶୋଇଥିବା ଅବସ୍ଥାରେ ପଇଡ଼ ଚୋରି କରି ଆଣି ତାଙ୍କ ପାଖରେ ଛାଡ଼ି ଦେଇ ଚାଲିଗଲେ। ରାତି ପାଇ ସକାଳ ହେଲା। ଗାଁ ଲୋକେ ଦେଖିଲେ ଅଚ୍ୟୁତଙ୍କ ପାଖରେ ଅନେକ ପଇଡ଼ ଗଦା ହେଇଛି, ଗଛରେ ପଇଡ଼ ନାହିଁ। ଚୋର ବୋଲି ଭାବି ବହୁତ ଅତ୍ୟାଚାର କଲେ। କିନ୍ତୁ ଅଜନ୍ମା ଅଜନି ସମ୍ଭୂତ ମହାପୁରୁଷ ଦିବ୍ୟ ଦୃଷ୍ଟିରେ ଦେଖିଲେ ପ୍ରକୃତରେ ଚୋର କିଏ ଏବଂ ତାର ଠିକଣା ବତେଇ ଦେଲେ ଗାଁ ଲୋକଙ୍କୁ। ଧରା ପଡ଼ିଗଲା ଚୋର। ଅଚ୍ୟୁତଙ୍କୁ ଅନେକ ନିର୍ଯାତନା ଦେଇଥିବାରୁ ନିଜର ଭୁଲ ବୁଝିପାରିଲେ ଗାଁ ଲୋକେ। ମହାପୁରୁଷଙ୍କ ପାଦ ତଳେ ଶରଣ ନେଇଗଲେ। ଅଚ୍ୟୁତଙ୍କର ମହନୀୟତା ବିଷୟରେ ଜାଣି
ଓ ପଇଡ଼ ଚୋରିର ଘଟଣାକୁ ଆଖ୍ୟା କରି ସେହି ଗାଦିର ନାମ ସେହି ଦିନଠାରୁ ରହିଲା ପଇଡ଼ ଗାଦି। ବର୍ତ୍ତମାନ ମହାପୁରୁଷଙ୍କର ପରିବାର ବିଷୟରେ ଜାଣିବା। ମହାପୁରୁଷ ଅଡ଼ଙ୍ଗ ରାଜା ରଘୁରାମଙ୍କର କନ୍ୟା ଚମ୍ପାବତୀ ସହ ବିବାହ କରିଥିଲେ। ତାଙ୍କର ପୁତ୍ର ଥିଲେ ବ୍ରଜଗଦାଧର। ବ୍ରଜଗଦାଧର ନିଜର ବାପା ଅଚ୍ୟୁତାନନ୍ଦଙ୍କର ଐଶ୍ୱରିକ ଶକ୍ତି ଅନୁସନ୍ଧାନରେ 17 ବର୍ଷ ବୟସରେ ବାହାରିଲେ ବୃନ୍ଦାବନ ଅଭିମୁଖେ, ଯାହାର ପ୍ରମାଣ ସ୍ୱରୂପ ଆଜି ବି ବୃନ୍ଦାବନର ବଂଶୀବଟରେ ଦେଖିବାକୁ ମିଳେ ଗଦାଧରଙ୍କର ବିଗ୍ରହ। ପିତୃଭକ୍ତ ଥିଲେ ଗଦାଧର। ବ୍ରଜ ଗଦାଧରଙ୍କର ସମାଧିପୀଠ ଦେଖିବାକୁ ମିଳେ କୁରୁଆଠାରେ। ପିତାଙ୍କ କୃପା ଦ୍ୱାରା ନିଜର ତନ୍ତ୍ର ବିଦ୍ୟା ଦ୍ୱାରା ସେ ଏପରି ପାରଙ୍ଗମ ଥିଲେ ଯେ ସକାଳେ ମଞ୍ଜି ପୋତି ସନ୍ଧ୍ୟାରେ କାକୁଡ଼ି ଫଳେଇ ଦେବାର ସାମର୍ଥ୍ୟତା ରଖୁଥିଲେ। କିନ୍ତୁ ପୁଅର ଏପରି ତାନ୍ତ୍ରିକ ବିଦ୍ୟା ପାଇଁ ଧର୍ମରେ ଗ୍ଲାନି ଆସିବ ଜାଣି ନେମାଳରୁ ବିତାଡ଼ିତ କଲେ ମହାପୁରୁଷ ଅଚ୍ୟୁତାନନ୍ଦ। କିନ୍ତୁ ଆସନ୍ତୁ ଜାଣିବା ଜାତି ଭେଦକୁ ନେଇ ମହାପୁରୁଷଙ୍କର ବାର୍ତ୍ତା କ'ଣ ଥିଲା। ପାରମ୍ପରିକ ଜାତିପ୍ରଥା ମଧ୍ୟରେ ଶୂଦ୍ର ଜାତି ସର୍ବନିମ୍ନ ବୋଲି ଲୋକକଥାରେ ଆଖ୍ୟାୟିତ ଅଛି। କିନ୍ତୁ ଏହି ଶୂଦ୍ର ଜାତିକୁ ନେଇ ପଞ୍ଚସଖାମାନେ କହିଲେ, ଆମେ ପଞ୍ଚସଖା ଶୂଦ୍ର ହୋଇଲୁ, ଜ୍ୟେଷ୍ଠ କନିଷ୍ଠ ବାରି ନ ପାରିଲୁ। ପ୍ରକୃତରେ ଏହି ପଞ୍ଚସଖା କେହି ଶୂଦ୍ର ଜାତିର ନଥିଲେ, ପୁଣି ଶୂଦ୍ର ଜାତି ବୋଲି ଘୋଷଣା କଲେ। ଏହାକୁ ନେଇ ମହାପୁରୁଷ ଅଚ୍ୟୁତାନନ୍ଦ କହିଲେ, ବେଦ ପଢ଼ି ବିପ୍ର ଅହଙ୍କାରରେ, ଭକ୍ତି ନ ମିଳଇ ତାଙ୍କ ଶରୀରରେ, କ୍ଷତ୍ରିୟ ନୃପତି ବଡ଼ ଅଟନ୍ତି, ଦଣ୍ଡ ତଣ୍ଡ ଦେବା ତାଙ୍କର ମତି, ଦଣ୍ଡ ତଣ୍ଡ ଦେବା ମତି ତାଙ୍କର, ସେ କାହୁଁ ଜାଣିବେ କୃଷ୍ଣ ପୟର, ବୈଶ୍ୟ ବୃତ୍ତି ଅଟେ ବାଣିଜ୍ୟଚାର, କ୍ରୟ ବିକ୍ରୟରେ ମତି ତାଙ୍କର, କ୍ରୟ ବିକ୍ରୟରେ ତାହାଙ୍କ ମତି, ସେ କାହୁଁ ଜାଣିବେ କୃଷ୍ଣ ଭକତି, ଅହଙ୍କାର ନାହିଁ ଶୂଦ୍ରର ଦେହେ, ସେବା କରି ସର୍ବ ମନକୁ ମୋହେ, ସାନ ହେଲେ ମନ ସରୁଆ ହୋଇ, ସରୁଆରେ ମନ ଘରୁଆ ହୋଇ। ତେଣୁ ଆଜିକୁ 600 ବର୍ଷ ତଳୁ ଏହି ପଞ୍ଚସଖାମାନେ ନିଜକୁ ଶୂଦ୍ର ଭାବରେ ସଂସାର ସେବାରେ ସମର୍ପିତ କରିଦେଲେ। କାରଣ ଶୂଦ୍ର ଜାତି ହିଁ ସରୁଆ ମନ, ସଂସ୍କାରମୁଖୀ, ସରଳତା ଏବଂ ନିମ୍ନମୁଖୀ ବୋଲି ମହାପୁରୁଷ ଅଚ୍ୟୁତାନନ୍ଦ ବର୍ଣ୍ଣନା କଲେ। ଏବେ ଆସନ୍ତୁ ଜାଣିବା ମହାପୁରୁଷ ଅଚ୍ୟୁତାନନ୍ଦଙ୍କର ପ୍ରାଣପ୍ରିୟ ଶିଷ୍ୟ ରାମଦାସଙ୍କ ବିଷୟରେ। ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପ୍ରତିଟି ରଚନାରେ ଯୋଡ଼ି ହୋଇ ରହିଛି ତାଙ୍କର ପ୍ରିୟ ଶିଷ୍ୟ ରାମଦାସଙ୍କର କଥା। କେହି କେହି ରାମଦାସଙ୍କୁ କୁଜଙ୍ଗଗଡ଼ର ରାଜପୁତ୍ର କହିବା ବେଳେ ଆଉ କେହି କେହି ଜୟପୁରର ବୈଷ୍ଣବ ପରିବାରର ଦାୟାଦ ବୋଲି କୁହନ୍ତି। ଆଜି ନେମାଳ ଅଚ୍ୟୁତାନନ୍ଦଙ୍କର ଗାଦିଠାରୁ ଅନତି ଦୂରରେ ରହିଛି ନେମାଳ ମହିମା ଗାଦି। ଶିଷ୍ୟ ରାମଦାସଙ୍କର ପୀଠ ହେଉଛି ଏହି ନେମାଳ ମହିମା ଗାଦି। ଏଠାରେ ରହିଛି ପ୍ରଭୁ ଜଗନ୍ନାଥଙ୍କର ସହ ରାଧା ମାଧବଙ୍କର ମୂର୍ତ୍ତି। ବର୍ତ୍ତମାନ ଏହି ପୀଠର ମାର୍ଫତଦାର ହେଉଛନ୍ତି ରାମଦାସଙ୍କର ଦ୍ୱାଦଶ ପିଢ଼ି। କିନ୍ତୁ ଏହି ପୀଠ କାଳୀମାତା ପୀଠ ନାମରେ ମଧ୍ୟ ଖ୍ୟାତ ହୋଇଥାଏ। ମହାପୁରୁଷ ଅଚ୍ୟୁତାନନ୍ଦ ନିଜ ଶିଷ୍ୟ ରାମଦାସର ପରୀକ୍ଷା ନେବା ପାଇଁ ଏକ ମାୟା ରଚନା କରିଥିଲେ। ଶ୍ରୀକ୍ଷେତ୍ରରେ ମହାପୁରୁଷ ନିଜ ପ୍ରିୟ ଶିଷ୍ୟ ରାମଦାସ ସହ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ରାମଦାସଙ୍କୁ କହିଲେ, ରାମରେ, ମୁଁ ଯାଉଛି ମଠକୁ, ତୁ ରାତ୍ରି ଭୋଜନ ପାଇଁ କ୍ଷୀର ନେଇକି ଆସିବୁ। ଏପଟେ ମହାପୁରୁଷ ଏମିତି ମାୟା କଲେ ଯେ ରାମଦାସକୁ ଗୋଟିଏ ବି ଦୁଆଁଳିଆ ଗାଈ ମିଳିଲାନି ସେ ଅଞ୍ଚଳରେ। ଶରଣାଗତ ହେଇଗଲେ ମହାପ୍ରଭୁଙ୍କ ପାଖରେ। କାରଣ କୁହାଯାଏ ଯେ ମୁଁ ତ ଗୁରୁ, ତୁ ତ ଗୁରୁ, ସଭିଙ୍କ ଗୁରୁ ସେ କଳ୍ପତରୁ। କୋହଭରା କଣ୍ଠରେ ମହାପ୍ରଭୁଙ୍କୁ ଜଣାଇଲେ ରାମଦାସ, ମହାପ୍ରଭୁ, ଯଦି ମୋ ଗୁରୁ ସତ୍ୟ, ମୋ ଗୁରୁଙ୍କ ନାମ ସତ୍ୟ, ତେବେ ମୁଁ ନିଶ୍ଚୟ କ୍ଷୀର ନେଇକି ଯିବି ମୋ ଗୁରୁଙ୍କର ପ୍ରସାଦ ସେବନ ପାଇଁ। ଏତିକି କହି କିଛି ବାଟ ଆସିବା ପରେ ସେ ଅଞ୍ଚଳରେ ଦେଖିଲେ ଗୋଟିଏ ସ୍ଥାନରେ କିଛି ଗୋ ହାଡ଼ ଏକତ୍ରିତ ହୋଇ ପଡ଼ିଛି। ସେଠାରେ ବସି ସେ ହାଡ଼ ଗୁଡ଼ିକୁ ଗୋଟିକୁ ଆଉ ଗୋଟିଏ ସାଙ୍ଗରେ ଯୋଡ଼ି ମାନବାଂଶା ହିସାବରେ ଏକ ଗାଈ ସୃଷ୍ଟି କଲେ। ଗାଈ ସୃଷ୍ଟି କରି ସେଠାରେ ବସି ଗୁରୁଙ୍କର ନାମ ନେଲେ। କହିଲେ, ହେ ଗୁରୁଦେବ, ଆପଣଙ୍କର ମନ୍ତ୍ର ବଳରେ ଏହି ଗୋ ହାଡ଼ରୁ ତିଆରି ଗାଈରୁ କ୍ଷୀର ବାହାରୁ। ସତକୁ ସତ ମନ୍ତ୍ରର ମହିମା ଏପରି ହେଲା ଯେ କ୍ଷୀର ନିର୍ଗତ ହେଲା ଗୋ ହାଡ଼ରୁ। ତେଣୁ ଗୁରୁ ନାମ ହିଁ କେବଳମ୍ ଅଚ୍ୟୁତ ଶରଣମ୍, ଅଚ୍ୟୁତ ଶରଣମ୍, ଅଚ୍ୟୁତ ଶରଣମ୍ ବୋଲି ରାମଦାସ